নমস্কার জয় জগন্নাথ দর্শক বন্ধু আজ হচ্ছে 29 তারিখ শনিবার তেবে কোন রয়েছে আজ সকালের 10টি গুরুত্বপূর্ণ খবর চালন্তু নজর পকাইবা। দর্শক বন্ধু খবর জানিবা পূর্বরু আপনমানଙ୍କର ଭଲ ପାଇବା ସ୍ୱରୂପ ଗୋଟିଏ ଲାଇକ୍ ଭିଡିଓରେ ନିଶ୍ଚୟ ରଖନ୍ତୁ। ତେବେ ସରିଲା ନିର୍ବାଚନ ବଢିବ କଲ୍ ରେଟ୍ ଜିଓ ଏୟାରଟେଲ ନିଜର ଟାରିଫ ବୃଦ୍ଧି କରିବାକୁ ଘୋଷଣା କରିଛନ୍ତି। ବଜାରରେ ସବୁଠୁ ଅଧିକ ଚାଲୁଥିବା ସିମ୍ ଜିଓ 12ରୁ 25% ଦର ବୃଦ୍ଧି କରିବ। ତେବେ ଜୁଲାଇ 3 ତାରିଖରୁ ଜିଓ ଏୟାରଟେଲ ନିଜର ନୂଆ ଟାରିଫ ବୃଦ୍ଧି ଲାଗୁ କରିବେ। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି 5G ସିମ୍ ତଥା ମୋବାଇଲ ଚଳାଉଥିବା ଗ୍ରାହକମାନଙ୍କୁ ଦିନକୁ ଅତି କମରେ 2 GB ଡାଟା ଠାରୁ ଅଧିକ ଡାଟା ରିଚାର୍ଜ କରିବା ପାଇଁ ପଡ଼ିବ, ନଚେତ୍ ସେମାନେ ଅନଲିମିଟେଡ ଡାଟା ବ୍ୟବହାର କରିପାରିବେ ନାହିଁ। ତେବେ ପରବର୍ତ୍ତୀ ଖବର ଖୁବ୍ ଶୀଘ୍ର ଆରମ୍ଭ ହେବ ସୁଭଦ୍ରା ଯୋଜନା। ଯାହା ନିର୍ବାଚନରେ ପ୍ରତିଶ୍ରୁତି ଦିଆଯାଇଥିଲା ତାକୁ ବାସ୍ତବ ରୂପରେ ଦେବେ ସରକାର। ଶୁକ୍ରବାର ଏନେଇ ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ଏବେ ସୁଭଦ୍ରା ଯୋଜନାର ମୋଡାଲିଟି ତିଆରି ଚାଲିଛି, ଏହାପରେ କ୍ରିୟାନ୍ୱିତ ଭାବେ ପ୍ରକ୍ରିୟା ଆରମ୍ଭ ହେବ। ତେବେ ଶୀଘ୍ର ବାସ୍ତବ ରୂପରେଖ ଲୋକଙ୍କ ସାମ୍ନାକୁ ଆସିବ ବୋଲି କହିଛନ୍ତି ଆଇନ ମନ୍ତ୍ରୀ। ପରବର୍ତ୍ତୀ ଖବର ବଙ୍ଗୋପସାଗରରେ ସକ୍ରିୟ ଘୂର୍ଣ୍ଣିବଳ ପ୍ରଭାବରେ ରାଜ୍ୟରେ ଜାରି ରହିଛି ବର୍ଷା। ଆହୁରି 3 ଦିନ ବର୍ଷିବ ଏନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଆଜି ବିଭିନ୍ନ ଜିଲ୍ଲାରେ ଭୀଷଣ ବର୍ଷା ସମ୍ଭାବନା ରହିଛି। କିଛି ସ୍ଥାନରେ ମୂଳଧାରାରେ ବର୍ଷିବ। ଆଜି ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ 3 ଜିଲ୍ଲା ଜଗତସିଂହପୁର, କେନ୍ଦ୍ରାପଡ଼ା ଓ ଭଦ୍ରକ ଜାରି ହୋଇଛି ୟେଲୋ ୱାର୍ଣ୍ଣିଂ। ଏହି ସବୁ ଜିଲ୍ଲାରେ କିଛି ସ୍ଥାନରେ 12ରୁ 20 ସେଣ୍ଟିମିଟର ଯାଏ ବର୍ଷା ହୋଇପାରେ। ସେହିପରି ପ୍ରବଳ ବର୍ଷା ନେଇ 11 ଜିଲ୍ଲାକୁ ପାଣିପାଗ ବିଭାଗ ଦେଲା ୟେଲୋ ୱାର୍ଣ୍ଣିଂ। ପରବର୍ତ୍ତୀ ଖବର T20 ବିଶ୍ୱକପ୍ 2024 ଫାଇନାଲ ମ୍ୟାଚ୍ ଆଜି ଖେଳାଯିବାକୁ ଥିବାବେଳେ ଯଦି ଏଥିରେ ବର୍ଷା ବାଧକ ସାଜେ ତାହେଲେ କ'ଣ କରାଯିବ? ଯଦି ବର୍ଷା କିମ୍ବା ଅନ୍ୟ କୌଣସି କାରଣରୁ ଆଜି ଫାଇନାଲ ମ୍ୟାଚରେ ବିଳମ୍ବ ହୁଏ ତେବେ ଆଜି ମ୍ୟାଚ୍ ଶେଷ କରିବା ପାଇଁ ଅତିରିକ୍ତ 190 ମିନିଟ୍ ସମୟ ବ୍ୟବହାର କରାଯିବ। ଉଭୟ ଦଳ ଅତି କମରେ 10 ଓଭର ଖେଳିଲେ ହିଁ ମ୍ୟାଚର ଫଳାଫଳ ପ୍ରକାଶ ପାଇବ। ଯଦି କୌଣସି ଦଳ 10 ଓଭର ଖେଳି ନ ପାରିବେ ତେବେ ମ୍ୟାଚକୁ ରିଜର୍ଭ ଡେ ଅର୍ଥାତ୍ 30 ତାରିଖକୁ ସ୍ଥାନାନ୍ତରିତ କରାଯିବ। ତେବେ ପରବର୍ତ୍ତୀ ଖବର ମନୋଜ ଆହୁଜା ହେଲେ ନୂତନ ମୁଖ୍ୟ ଶାସନ ସଚିବ। ମୋହନ ମାଝୀଙ୍କ ନୂତନ ସରକାର ଆହୁଜାଙ୍କୁ ଏହି ଗୁରୁ ଦାୟିତ୍ୱ ଦେଇଛନ୍ତି। ବର୍ତ୍ତମାନ ମୁଖ୍ୟ ଶାସନ ସଚିବ ଥିବା ପ୍ରଦୀପ ଜେନାଙ୍କ କାର୍ଯ୍ୟକାଳ ଆସନ୍ତା ଜୁନ ମାସ 30 ତାରିଖରେ ସରିବାକୁ ଯାଉଛି। ଏହାପରେ ପ୍ରଦୀପଙ୍କ ଠାରୁ ଦାୟିତ୍ୱ ଗ୍ରହଣ କରିବେ ଆହୁଜା। ଆଇଏଏସ୍ ଅଫିସର ମନୋଜ ଆହୁଜାଙ୍କୁ ମୁଖ୍ୟ ଶାସନ ସଚିବ ପଦରେ ନିଯୁକ୍ତି କରିଛନ୍ତି ମୋହନ ସରକାର। ତେବେ ପରବର୍ତ୍ତୀ ଖବର ରାଜ୍ୟରେ ଏଣିକି ସରକାରୀ କର୍ମଚାରୀ ହେଲମେଟ ପିନ୍ଧିବା ବାଧ୍ୟତାମୂଳକ, ନହେଲେ ମିଳିବନି ଦରମା। ରାଜ୍ୟରେ ଦୁର୍ଘଟଣା ଜନିତ ମୃତ୍ୟୁ ବା ଦୁର୍ଘଟଣା ରୋକିବାକୁ ଟ୍ରାଫିକ ନିୟମ କଡ଼ାକଡ଼ି କରାଯାଇଛି। ଅମାନିଆଙ୍କୁ ସାବାଡ କରିବାକୁ ଏଥିରେ ସଂସ୍କାର ମଧ୍ୟ ଆସିଛି। ଯେଉଁମାନେ ଟ୍ରାଫିକ ନିୟମ ଅବମାନତା କରୁଛନ୍ତି ସେମାନଙ୍କ ଠାରୁ ମୋଟା ଅଙ୍କର ଜରିମାନା ବି ଆଦାୟ ହେବ। ତେବେ କିଛି ସ୍ଥାନରେ ଦେଖାଯାଉଛି ଅଧିକାଂଶ ସରକାରୀ କର୍ମଚାରୀ ଏହି ନିୟମର ଖିଲାପ କରୁଛନ୍ତି। ଏଥିପାଇଁ ବଡ଼ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ରାଜ୍ୟ ସରକାର। ଏଥିପାଇଁ ନିୟମ ଖିଲାପଧାରୀଙ୍କୁ ଜରିମାନା ଆକାରରେ ବନ୍ଦ ହୋଇପାରେ ଦରମା। ତେବେ ପରବର୍ତ୍ତୀ ଖବର ଧୀରେ ଧୀରେ ଦୂର ହେଉଛି ଦ୍ୱନ୍ଦ୍ୱ, ଜାରି ରହିବ ପୁରୁଣା ଯୋଜନା, ବଦଳିବ କିଛି ଯୋଜନାର ନାଁ। ନୂଆ ସ୍କିମ୍ ବି ଆଣିବେ ବିଜେପି ସରକାର। ମେକ୍ ଇନ୍ ଓଡ଼ିଶା କନକ୍ଲେଭର ନୂଆ ନାଁ ହେବ ଉତ୍କଳ ଇନଭେଷ୍ଟେସର ସମିଟ୍। ଜନହିତଧାରୀଙ୍କୁ ଯୋଜନାକୁ ନେଇ ନୂଆ ସରକାରଙ୍କ ନୂଆ ଯୋଜନା କ'ଣ ଏ ନେଇ ବିଭିନ୍ନ ଫର୍ମାଟରେ ଚର୍ଚ୍ଚା ଚାଲିଥିବା ବେଳେ ଧୀରେ ଧୀରେ ଦ୍ୱନ୍ଦ୍ୱ କରୁଛନ୍ତି ସରକାର। ଆହାର ସେବା, ମୋ ବସ୍, BSKY ଭଳି ଯୋଜନା ଜାରି ରହିବ, ହେଲେ ବଦଳିବ ନା। ମେକ୍ ଇନ୍ ଓଡ଼ିଶା କନକ୍ଲେଭର ନୂଆ ନାଁ ହେବ ଉତ୍କଳ ଇନଭେଷ୍ଟେସର ସମିଟ୍। ପରବର୍ତ୍ତୀ ଖବର ସମସ୍ତ ସରକାରୀ ଚାକିରି ଆଶାୟୀଙ୍କ ପାଇଁ ଆସିଛି ଏକ ବଡ଼ ସୁଯୋଗ। ସରକାରଙ୍କ କର୍ମଚାରୀ ଚୟନ ଆୟୋଗ SSC ତରଫରୁ ମଲ୍ଟି ଟ୍ରାନ୍ସିକ୍ MTS ନନ୍ ଟେକ୍ନିକାଲ ଷ୍ଟାଫ ଓ ହାବିଲଦାର CBIC ଓ CBN ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଜୁନ 27ରୁ ଏଥିପାଇଁ ଅନଲାଇନ ରେଜିଷ୍ଟ୍ରେସନ ପ୍ରକ୍ରିୟା ଆରମ୍ଭ ହୋଇ ସରିଥିବା ବେଳେ ଜୁଲାଇ 31 ଆବେଦନର ଅନ୍ତିମ ତାରିଖ ରହିଛି। ଏଥିସହିତ ଅଗଷ୍ଟ 1 ସୁଦ୍ଧା ପେମେଣ୍ଟ ଗ୍ରହଣ କରାଯିବ। ଅଗଷ୍ଟ 16ରୁ 17 ମଧ୍ୟରେ ପ୍ରାଥମିକ ଆପ୍ଲିକେସନ ଫର୍ମ ସଂଶୋଧନ କରିବେ। ତେବେ ଦର୍ଶକ ବନ୍ଧୁ ଏ ଥିଲା ଆଜି ସକାଳର 10ଟି ଗୁରୁତ୍ୱପୂର୍ଣ୍ଣ ଖବର। ଯଦି ଭିଡ଼ିଓ ଆପଣମାନଙ୍କର ଇନଫର୍ମେଟିଭ ହେଇଥିବ ତେବେ ଭିଡ଼ିଓକୁ ନିଶ୍ଚିନ୍ତ ରୂପେ ଗୋଟେ ଲାଇକ୍ କରି ଏହିପରି ଭିଡ଼ିଓ ଆଗକୁ ଦେଖିବାକୁ ଚାହୁଁଥିଲେ ଚ୍ୟାନେଲକୁ ସବସ୍କ୍ରାଇବ କରି ପାଖରେ ଥିବା ବେଲ୍ ଆଇକନକୁ ଦବାଇ ଦିଅନ୍ତୁ।